कारिणे वंशाकल्पतरुभ्यश्च सिन्धुभैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्णा 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 हरे हरे, हरे राम 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 हरे हरे। मुखं करोति वाचालं पंगुलं हयते गिरिं यत्कृपातमहं वन्दे परमानन्दमाधव। सुगुरुदिनतारिणं श्रीचैतन्यईश्वरं नमं विष्णुपदाय कृष्णपृष्ठाय भूतले श्रीमते जयपताका स्वामिने नामिने। সাগর প্রভু, তুমি ওখানে আছো কি? সাগর মুকুন্দ কেউ আছে? শোনা, महाराज आशीष दंडवत प्रणाम। ওই হ্যাঁ মহারাজ, আছি মহারাজ। আমার ফটোটা হাইলাইটেড হচ্ছে না কেন? হাইলাইট আছে তো মহারাজ? হ্যাঁ, এখন করে দিচ্ছি মহারাজ আমি। মহারাজকে পোস্ট করে দেন সাগর প্রভু। আপনি হাইলাইট হ্যাঁ, আছেন? ভুল করছি যায়নি। তো আমরা ভগবত গীতা থেকে পাঠ করছিলাম। নবম অধ্যায় শ্লোক নম্বর ছিল অপিচেত সুদুরাচার ভজতে মাং অনন্য ভাগ সাধুরেব সমন্তব্য সম্যক ব্যবসিত। তো সে যদি হীনকর্ম কুকর্ম করে থাকে, যদি ভগবানের ভক্তিকে না ছাড়ে, সাধু সঙ্গ না ছাড়ে, ভক্তিমূলক সেবারে নিযুক্ত থাকে, তাহলে তার পরিবর্তন হবে। ভগবান বলছেন আমি তাকে ঠিক লাইনে নিয়ে আসবো। তো আমার এটাতে কিছু তাৎপর্য পাঠ করেছিলাম। তো କୁହାଯାଉଥିଲା ଯେ ଭକ୍ତର ଏକମାତ୍ର ଯୋଗ୍ୟତା ହଉଛି ଏକାନ୍ତ ଭାବରେ ଏବଂ ଅନନ୍ୟ ଚିତ୍ତରେ ଭକ୍ତିର ସହିତ ଭଗବାନଙ୍କ ସେବାରେ ବ୍ୟସ୍ତ ରହିବା। ଏ যে মন্তব্য শব্দ এটা হচ্ছে অত্যন্ত তাৎপর্যপূর্ণ। তো যদি କେହି ଏ ନିୟମ ପାଳନ ନ କରେ ଏବଂ ଭକ୍ତକୁ ଆକସ୍ମିକ ପତନ ନିମିତ୍ତ ଉପହାସ କରେ, ତେବେ ସେ ଭଗବାନଙ୍କର ନିୟମକୁ ଅବମାନନା କରୁଛି ବୋଲି ବୁଝିବ। ତ ଅର୍ଥାତ୍ ଭଗବାନଙ୍କୁ ଭକ୍ତମାନଙ୍କୁ ଆମେ କେବେ ହେଲେ ଉପହାସ କରିବାନି। ଭକ୍ତର ଏକମାତ୍ର ଯୋଗ୍ୟତା ହେଉଛି ଏକାନ୍ତ ଭାବରେ ଏବଂ ଅନନ୍ୟ ଚିତ୍ତରେ ସେ ଭକ୍ତିର ସହିତ ଭଗବାନଙ୍କ ସେବାରେ ବ୍ୟସ୍ତ। ଚନ୍ଦ୍ରରେ ଯେଉଁ କଳଙ୍କ ଦାଗ ଦେଖାଯାଏ, ତାହା ଚନ୍ଦ୍ର କିରଣରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ। ଠିକ୍ ସେହିପରି କୌଣସି ଭକ୍ତର ଆଦର୍ଶ ପଥରୁ ଆକସ୍ମିକ ବିଚ୍ୟୁତି ତାকে ହୀନ ବା ଘୃଣିତ କରାଏ ନାହିଁ। ଅନ୍ୟ ପକ୍ଷରେ କେହି ଏପରି ଭୁଲ ବୁଝିବା ଉଚିତ ନୁହେଁ ଯେ ଦିବ୍ୟ ସେବାରେ ନିଯୁକ୍ତ ଥିବା ଭକ୍ତ ସମସ୍ତ ପ୍ରକାରର ଘୃଣିତ କାର୍ଯ୍ୟ ବା ହୀନ କର୍ମ କରିପାରେ। ଭଗବାନ କୃଷ୍ଣ ଏ ଯୋଉ କଥା କହୁଛନ୍ତି, ଦୁରାଚାର ହେଲେ ବି ସାଧୁ ମାନଙ୍କର ଯଦି ଭକ୍ତି କରିବ, ସେଇ ତାର ସୁଯୋଗ ନେଇକି ଆମେ ଭକ୍ତି କରିବା, ଜାଣି ଶୁଣିକି ସବୁବେଳେ ଘୃଣିତ କର୍ମ କରିବା, ହୀନ କର୍ମ କରିବା, ସେଟା କିନ୍ତୁ ହବନି। ପ୍ରଭୁପାଦ ସତର୍କ କରିଦେଲେ এই ସୁଯୋଗ ନେଲେ ହବନି। ଆକସ୍ମିକ ଭାବେ କିଛି ହେଲା বা ପୂର୍ବ ସଂସ୍କାର ବଶତଃ ଏହି ଘୃଣିତ କର୍ମରେ ନିଯୁକ୍ତ ହଉଛି, କିନ୍ତୁ ସେ ଅନୁଶୋଚନା କରୁଛି, ଚେଷ୍ଟା କରୁଛି, ଭଗବାନଙ୍କ ସେବାରେ ଲାଗି ରହିଛି, ତେବେ ତାର କିଛି ଭଲ ଫଳ ସେ ଲାଭ କରିବ। ବୁଝିଲେ?
କୌଣସି ଭକ୍ତର ଆଦର୍ଶ ପଥରୁ ଆକସ୍ମିକ ବିଚ୍ୟୁତି ତାକୁ ହୀନ ବା ଘୃଣିତ କରିବନି। କିନ୍ତୁ ସେ ଯଦି ସବୁବେଳେ ଘୃଣିତ ହୀନ କାର୍ଯ୍ୟରେ ଜାଣିଶୁଣି ନିଯୁକ୍ତ ହବ, ସେଟା ଭଲ ନୁହେଁ। ଏହି ଶ୍ଲୋକରେ କେବଳ ଭୌତିକତାର ଶକ୍ତି ଯୋଗୁଁ ଘଟୁଥିବା ଆକସ୍ମିକ ପତନ କଥା ହିଁ କୁହାଯାଇଛି। ହୁଁ, ଭୌତିକ ଶକ୍ତି। ଭକ୍ତି ଯୋଗ ଅଳ୍ପ ବହୁତ ପରିମାଣରେ ମାୟା ଶକ୍ତି ବିରୁଦ୍ଧରେ ଯୁଦ୍ଧ ଘୋଷଣା ହିଁ ଅଟେ। ଭକ୍ତି ଯୋଗରେ ନିଯୁକ୍ତ ହବା ମାନେ କଣ? ମାୟା ଶକ୍ତି ମାନେ ମହାମାୟା, ତା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରାହଉଛି। କାହିଁକି ନା ମହାମାୟାର କାମ ହଉଛି ସବୁବେଳେ ସେ ଯତ୍ପରୋନା ସେ ଚେଷ୍ଟା କରେ ଯେତେ ଜୀବକୁ ଏଇ ଭୌତିକ ଜଗତରେ ରଖିବ, ସେଟା ତାର କାମ। ତ ଭଗବାନ ସେଇ ସେବା ତାକୁ ଦେଇଛନ୍ତି। ତୁ ସବୁ ଜୀବକୁ ଏଇ ଭୌତିକ ଜଗତରେ ରଖିବାକୁ ଚେଷ୍ଟା କରେ। ଯଦି ତୋ ଚେଷ୍ଟାକୁ ଅତିକ୍ରମ କରି କେହି ଆସିପାରିବେ, ସେମାନେ ଠିକ। ମାନେ ଆମମାନଙ୍କୁ ଭଗବାନଙ୍କ ପାଖକୁ ପହଞ୍ଚିବାକୁ ପଡ଼ିଲେ ଏଇ ସମସ୍ତ ଭୌତିକ ବା ମାୟାର ବାଧା ବିଘ୍ନକୁ ଅତିକ୍ରମ କରିବାକୁ ଯିବାକୁ ପଡ଼ିବ। ତାହେଲେ ଆମେ ଶକ୍ତ ହବା। ସେଥିପାଇଁ କି ଏ ଥ୍ୟାଙ୍କଲେସ୍ ଜବ୍, ପ୍ରଭୁପାଦ କହୁଛନ୍ତି ଏଇଟା ମହାମାୟାର ଥ୍ୟାଙ୍କଲେସ୍ ଜବ୍। ସଂସାର କାରାଗାର କରିକି ଏଇ ଦୁର୍ଗ ତିଆରି କରି ଦୁର୍ଗା ଦେବୀଙ୍କୁ ରଖିଛନ୍ତି ମହାମାୟା। ସେ ସବୁବେଳେ ବିଭିନ୍ନ ପ୍ରକାରର ବାଧା ବିଘ୍ନ ମାଧ୍ୟମରେ ଆମକୁ ପରୀକ୍ଷା କରିବେ, ବାଧା ବିଘ୍ନ ମାଧ୍ୟମରେ ଆମକୁ ଶକ୍ତ କରିବେ। ବୁଝିପାରିଲେ କି? ଯେତେବେଳେ ବାଧାବିଘ୍ନ ଦେବେ, ଆମେ ସାଧୁଗୁରୁ ବୈଷ୍ଣବଙ୍କର ଅନୁଗତ୍ୟରେ ରହିକି ସେ ବାଧା ବିଘ୍ନକୁ ଅତିକ୍ରମ କରିକି ଯାଇପାରିବା। ପୂର୍ଣ୍ଣ ମତରେ କୃଷ୍ଣଙ୍କ ଶରଣାଗତ ହେଲେ କୃଷ୍ଣ ସେ ବାଧାବିଘ୍ନ ଅତିକ୍ରମ କରିବା ପାଇଁ ଆମକୁ ଶକ୍ତି ଦେବେ। ସବୁବେଳେ ମନେ ରଖିବାକୁ ପଡ଼ିବ ଯେ କୃଷ୍ଣଙ୍କ ଶକ୍ତିରେ ଆମେ ଆଗେଇ ପାରିବା। ସବୁବେଳେ ମନେ ରଖିବାକୁ ପଡ଼ିବ ଯେ ସାଧୁଗୁରୁ ବୈଷ୍ଣବଙ୍କର ଆନୁଗତ୍ୟ ରହିଲେ ଆମେ ଆଗେଇ ପାରିବା। ଏ ସାମୟିକ କିଛି ସେ ନିକୃଷ୍ଟ କର୍ମ କଲା ବା ପତନ ହେଲା, ସେଇଟା ବେଶୀ ପ୍ରଭାବ ପକେଇ ପାରିବନି। ହୁଁ। ଆମର ତ ଲକ୍ଷ୍ୟ ହଉଛି ଆଗେଇ ଯିବା। ଆଗେଇ ଯିବା ତ ରାସ୍ତାରେ କିଛି ତ କିଛି ପ୍ରତିବନ୍ଧକ ଆସିବ। ସେ ପ୍ରତିବନ୍ଧକଟାକୁ ବେଶୀ ଗୁରୁତ୍ୱ ନ ଦେଇକି ଭକ୍ତିମୂଳକ ସେବାଟାକୁ ବେଶୀ ଗୁରୁତ୍ୱ ଦେବା। ବୁଝିପାରିଲେ କି? ଛୋଟକାଟ ଆକସ୍ମିକ ପତନ ଆସିବ ଯିବ, କିନ୍ତୁ ଭକ୍ତି କି ନ ଛାଡିବାର ଅଛି। ସାଧୁଗୁରୁ ବୈଷ୍ଣବଙ୍କର ଆଶ୍ରୟକୁ ନ ଛାଡିବାର ରହିଛି। ତ ସେ କଥା କୁହାଯାଉଛି ଭକ୍ତି ମାନେ ମାୟା ଶକ୍ତିର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରାହେଇଛି। ଯେପର୍ଯ୍ୟନ୍ତ ଭକ୍ତ ଏଇ ମାୟା ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିବା ନିମିତ୍ତ ଖୁବ୍ ଶକ୍ତିଶାଳୀ ନ ହୋଇଛି, ସେ ପର୍ଯ୍ୟନ୍ତ ଯେକୌଣସି ସମୟରେ ତାର ଏକ ଆକସ୍ମିକ ପତନ ହୋଇପାରେ। ବୁଝିଲ କି? ଏଇଟା ଆଗରୁ ପ୍ରକାଶ କରି ଦିଆହେଇଛି ଯେ ଯେପର୍ଯ୍ୟନ୍ତ ଭକ୍ତି ଲାଇନରେ ଆମେ ରହିକି ପୁରା ଦୃଢ ନ ହେଇଛେ, ଦୃଢ ଭକ୍ତି ନ ହେଇଛେ, ଦୃଢ ଶ୍ରଦ୍ଧା ନ ହେଇଛେ, ନିଷ୍ଠା ନ ଆସିଛି, ଆସକ୍ତି ନ ଆସିଛି, ହଁ, ସେ ପର୍ଯ୍ୟନ୍ତ ଏ ଆକସ୍ମିକ ଟିକେ ପତନ ହବାର ଚାନ୍ସ ରହିଛି। କିନ୍ତୁ ଯେତେବେଳେ ସେ ବ୍ୟକ୍ତି ଶକ୍ତିଶାଳୀ ହେଇଯିବ, ଏଇ ପ୍ରକାରର ମାନେ ଯୋଉ ବାଧା ବିଘ୍ନକୁ ଅତିକ୍ରମ କରିବାର ଶକ୍ତି ତା ଭିତରେ ଆସିଯିବ। ବୁଝିଲେ କି? ଏ ଶକ୍ତିଶାଳୀ ହେଇଯିବ ମାନେ କଣ? ତ ମାୟା ତ ବାଧା ଦବ, ବିଭିନ୍ନ ପ୍ରକାର ଆମକୁ ବାଧା ଦବ। ବିଭିନ୍ନ ପ୍ରକାର ଲୋଭ ଦେଖେଇକି, ହଁ, ତାଙ୍କ ଆଡିକି ଆକର୍ଷଣ କରିବାକୁ ଚେଷ୍ଟା କରିବ। କିନ୍ତୁ ସେଇ ପ୍ରକାର ସମସ୍ତ ବାଧାବିଘ୍ନ ଆକର୍ଷଣ ଇତ୍ୟାଦି କି ଯଦି ଆମେ ଅତିକ୍ରମ କରିପାରିବା ସାଧୁଗୁରୁ ବୈଷ୍ଣବ ମାନଙ୍କର କୃପାରୁ, ଭଗବାନ କୃଷ୍ଣଙ୍କର କୃପାରୁ, ତାହେଲେ କଣ ହବ? ଆମେ ଶକ୍ତିଶାଳୀ ହବ। ଆଉ ସେତେବେଳେ ସେ ଆଉ ପୂର୍ବ ବର୍ଣ୍ଣନା ଅନୁସାରେ ତାର ଆଉ ପତନ ସମ୍ମୁଖୀନ ହବ ନାହିଁ। ବାଧାବିଘ୍ନ ତା ସାମ୍ନାକୁ ଆଉ ଆସିବନି। ଗୋଟେ ଜାଗାରେ ପହଞ୍ଚିଗଲେ ତାପରେ ବାସ୍, ସେ ମାୟାଦେବୀ ଜାଣିଗଲେ ୟା ସଙ୍ଗ ଆଉ ପାରିବେନି। ତା ଛଡା ମାୟାଦେବୀ ବି ଖୁସି ହେବେ ଯେ ମୁଁ ତାକୁ ବିଭିନ୍ନ ପ୍ରକାର ପରୀକ୍ଷା କରିଲି, ସବୁକୁ ଅତିକ୍ରମ କଲାଣି, ଠିକ ତାକୁ ଶାନ୍ତିରେ ରହିବାକୁ ଦେବେ। ତାକୁ ଶାନ୍ତିରେ ରହିବ, ତା ପଛରେ ବେଶୀ ପଡିବେନି। ଆଉ ସେ ସୁନ୍ଦର ଭାବରେ ଭକ୍ତିମୂଳକ ସେବା କରିଯିବ। ଯଦି ପ୍ରାଥମିକ ଅବସ୍ଥାରେ ଆମକୁ ଟିକେ ସଂଘର୍ଷ କରିବାକୁ ପଡିବ।
ଠିକ ଅଛି। ଏହି ଶ୍ଲୋକର ସୁବିଧା ନେଇ କେହି ହୀନ କାର୍ଯ୍ୟ ବା ଘୃଣିତ କାର୍ଯ୍ୟ କରିବା ଉଚିତ ନୁହଁ। ଏପରି କାର୍ଯ୍ୟ କରି ସୁଦ୍ଧା ସେ ଏକ ଭକ୍ତ ଅଟେ। ଯଦି ଭକ୍ତି ଯୋଗ ମାର୍ଗରେ ସେ ତାର ଚାରିତ୍ରିକ ଉନ୍ନତି କରି ନପାରେ, ତ ବୁଝିବାକୁ ହେବ ଯେ ସେ ଜଣେ ଉଚ୍ଚ କୋଟିର ଭକ୍ତ ନୁହଁ। ସେ ଭକ୍ତ ହେଇକି ରହିଲା, କିନ୍ତୁ ଉନ୍ନତ ଭକ୍ତ ହେଇପାରିବନି ତମେ ହେଲେ। ତା ଚରିତ୍ର ଯଦି ଠିକ ନ କରିବ, ସେ ଉନ୍ନତ ଭକ୍ତ ହବନି। ତ ଭଗବାନ କହିଲେ ଯେ ହଁ, ସାଧୁରେବ ସମନ୍ତ, ତାକୁ ସାଧୁ ବୋଲି ମନେ କରିବେ, ଯେ ହୀନ କର୍ମ କରିନି। କାହିଁକି ନା ଯେହେତୁ ସେ ମୋ ଶରଣରେ ଆସିଛି, ମୋର ଭକ୍ତ ହେଇଥିଲା, କେତେବେଳେ କେତେବେଳେ ତାର ପୂର୍ବ ସଂସ୍କାରର ବଶବର୍ତ୍ତୀ ହେଇକି କୁସଙ୍ଗରେ ପ୍ରଭାବ ହଉ, ହଁ, ବା ଅସାବଧାନତାର ପାଇଁକି ହଉ, ଯୋଉଥିପାଇଁ କି ହଉ, ଯେ ପଥଚ୍ୟୁତ ହେଇଯିବ, ତାହେଲେ କଣ ହବ ନା କ୍ଷିପ୍ରମ ଭବତି ଧର୍ମାତ୍ମା, ଖୁବ ଶୀଘ୍ର ତାକୁ ଧର୍ମାତ୍ମା ହେଇଯିବ। ସେ ଷଚ୍ଛନ୍ତି ନିଗଚ୍ଛତି, ଶାଶ୍ୱତ ଶାନ୍ତି ସେ ଲାଭ କରିବ। ଶାଶ୍ୱତ ଶାଶ୍ୱତ ଶାନ୍ତି, ଶାଶ୍ୱତ ଶାନ୍ତି ନିଗଚ୍ଛତି, ନିଗଚ୍ଛ ଲାଭ କରିବ, ଶାଶ୍ୱତ ଶାନ୍ତି ଲାଭ କରିବ। କୌନ୍ତେୟ ପ୍ରତିଜାନିହି ନ ମେ ଭକ୍ତ ପ୍रणଶ୍ୟତି। ହଁ, ହେ କୁନ୍ତି ପୁତ୍ର ଅର୍ଜୁନ, ତୁମେ ଘୋଷଣା କର ଯେ ମୋ ଭକ୍ତର ବିନାଶ ନାହିଁ। କୌନ୍ତେୟ ପ୍ରତିଜାନିହି, ତୁମେ ଜାଣି ରଖ, ଏଇଟା କୌନ୍ତେୟ ତୁମେ ଜାଣି ରଖ ଯେ ମୁଁ ଘୋଷଣା କରୁଛି ମୋର ଭକ୍ତ କଦାପି ଧ୍ୱଂସ ହୁଏ ନାହିଁ। ପ୍ରଭୁପାଦ ଲେଖିଛନ୍ତି କୌନ୍ତେୟ ପ୍ରତିଜାନିହି, କୌନ୍ତେୟ ତୁମେ ଜାଣି ରଖ, ନ ମେ ଭକ୍ତା ପ୍रणଶ୍ୟତି, ମୋର ଭକ୍ତର ବିନାଶ ହୁଏ ନାହିଁ। ମୁଁ ଠିକ ରୂପେ ଘୋଷଣା କରୁଛି ଯେ ମୋ ଭକ୍ତ କଦାପି ଧ୍ୱଂସ ହୁଏନି। ଏଠି ଶ୍ଲୋକର ଅର୍ଥ ପ୍ରଭୁପାଦଙ୍କ ଅନୁବାଦରୁ ଯାହା ବୁଝା ଯାଉଛି ଯେ ଭଗବାନ କୃଷ୍ଣ କହୁଛନ୍ତି ମୁଁ ଘୋଷଣା କରୁଛି ମୋ ଭକ୍ତର କଦାପି ଧ୍ୱଂସ ହୁଏ ନାହିଁ। କିନ୍ତୁ ଆମେ ଶୁଣିଛେ ଯେ କୁହାଯାଉଛି କୌନ୍ତେୟ ପ୍ରତିଜାନିହି, କୁନ୍ତି ପୁତ୍ର ଅର୍ଜୁନ, ତୁମେ ଏଟାକୁ ଘୋଷଣା କର ଯେ ମୋ ଭକ୍ତ ପ୍रणଶ୍ୟତି ହବନି। ଆମେ ଶୁଣିଛେ ଭକ୍ତ ମାନେ କହନ୍ତି ଯେ କାହିଁକି ନା କୃଷ୍ଣ ନିଜେ ନ କହିକି ଭଗବତ ଗୀତାରେ ସବୁ ତ କୃଷ୍ଣ କହିଲେ, ଏ ଅର୍ଜୁନ ଏଇଟା କାହିଁ ନିଜେ ନ କହି କୌନ୍ତେୟ କୁନ୍ତି ଅର୍ଜୁନକୁ ତମେ ଗୋଟାକୁ ଘୋଷଣା କର ମୋର ଭକ୍ତର ବିନାଶ ନାହିଁ। ତ କୁହାଉଛି ଯେ ଭଗବାନ କୃଷ୍ଣ କେତେବେଳେ କେତେବେଳେ ସେ ଯେ ଜାଣନ୍ତି, ଯେମିତିକା କୁରୁକ୍ଷେତ୍ରରେ କହିଲେ ମୁଁ ଅସ୍ତ୍ର ଧରିବେନି, ତା ଭକ୍ତକୁ ରକ୍ଷା କରିବା ଯେତେବେଳେ ମିଥ୍ୟା କଥା କହନ୍ତି, ତ ଲୋକମାନେ ଭାବିବେ କୃଷ୍ଣ ମିଥ୍ୟା କଥା କହିଲେ ନା କି। କିନ୍ତୁ ନା, ଏଇ କଥାଟା ଏତେ ଗୁରୁତ୍ୱପୂର୍ଣ୍ଣ ଉନ୍ନତ ଯେ ତୁମେ କ୍ଷତ୍ରିୟ ରାଜା, ତମେ କହିଲେ ଲୋକ ବିଶ୍ୱାସ କରିବେ, ତୁମେ କୁହ। ଏ ଗୋଟେ କାରଣ। ଆଉ ଗୋଟେ କାରଣ ଦେଖୁଛନ୍ତି, ଯେହେତୁ ମୁଁ ମୋ କଥା ନ ରଖିପାରେ, ତୁମର ଭକ୍ତ, ମୋ ଭକ୍ତ ମୁହଁରେ ଯଦି କିଛି ପ୍ରକାଶିତ ହବ, ତାହେଲେ ମୁଁ ସେଟାକୁ ଅବশ্যଇ ରକ୍ଷା କରିବି। ଆଉ ମୋର ଭକ୍ତର ଯେ କୌଣସି ଦିନ ବିନାଶ ହବ ନାହିଁ, ଧ୍ୱଂସ ହବନି, ଏଇଟା ଏତେ ଗୁରୁତ୍ୱପୂର୍ଣ୍ଣ କଥା ଯେ ତୁମେ କୁହ। ଏଇଟା ଆମେ ସବୁବେଳେ ଶୁଣି ଆସିଛେ, କିନ୍ତୁ ବର୍ତ୍ତମାନ ଆମେ ଦେଖୁଛେ ଏ ଶ୍ଲୋକରେ କହୁଛି କୌନ୍ତେୟ ପ୍ରତିଜାନିହି, କୌନ୍ତେୟ ତମେ ଜାଣି ରଖ ଯେ କୃଷ୍ଣ ନିଜେ ଘୋଷଣା କରୁଛନ୍ତି ନ ମେ ଭକ୍ତା ପ୍रणଶ୍ୟତି, ମୋର ଭକ୍ତର ବିନାଶ ହୁଏ ନାହିଁ। ଆଚ୍ଛା, ଏହାକୁ କେହି ଭୁଲ ବୁଝିବା ଉଚିତ ନୁହଁ। ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଖରାପ କାର୍ଯ୍ୟରେ ଲିପ୍ତ, ସେ କଦାପି ଭଗବାନଙ୍କର ଭକ୍ତ ହୋଇପାରିବ ନାହିଁ। ଯେ ଭଗବାନଙ୍କର ଭକ୍ତ ନୁହେଁ, ତାର ଉତ୍ତମ ଯୋଗ୍ୟତା କିଛି ନାହିଁ। ବର୍ତ୍ତମାନ ଏଇ ପ୍ରଶ୍ନ ଉଠିପାରେ, ତେବେ ହୀନ କର୍ମରେ ଲିପ୍ତ ଏକ ବ୍ୟକ୍ତି କିପରି ଏକ ଶୁଦ୍ଧ ଭକ୍ତ ହେଇପାରେ? ଦୈବବଶତଃ ହଉ ବା ଇଚ୍ଛା ବଶତଃ ହଉ। ହଁ, ଆଗରେ ସପ୍ତମ ଅଧ୍ୟାୟରେ କୁହାଗଲା ଯେ ଯେ ଖରାପ କର୍ମରେ ଲିପ୍ତ ହବ, ସେ ଭଗବାନଙ୍କର ଭକ୍ତ ହେଇପାରିବ। ଏଟା କୋଉ ଶ୍ଲୋକରେ ଦେଖ, କୋଉ ଶ୍ଲୋକରେ ଅଛି ଏଠି। ଆଉ ଏଠି କୁହାଯାଉଛି ଯେ ଭଗବାନଙ୍କର ଭକ୍ତ, ହଁ, ଯେ ଭଗବାନଙ୍କର ଭକ୍ତ ନୁହେଁ, ତାର ଉତ୍ତମ ଯୋଗ୍ୟତା କିଛି ନାହିଁ। ଏଠି ପୁଣି କୁହାହଉଛି ଯେ
ହଁ, କର୍ମ କରିକି ସେ ଭକ୍ତ ହେଇପାରିବ, ସାଧୁ ହେଇପାରିବ, ସେ ଶୁଦ୍ଧ ଭକ୍ତ ହେଇପାରିବ। ସେ ତାର ହୀନ କର୍ମରେ ଲିପ୍ତ ହବାଟା ଦୈବବଶତଃ ହଉ ବା ଇଚ୍ଛା ବଶତଃ ହଉ, କୋଉ ଭାବେ। ତ ସପ୍ତମ ଅଧ୍ୟାୟରେ କୁହାଗଲା ଯେ ଯୋଉମାନେ ଦୁରାତ୍ମା, ଏ ଦୁରାତ୍ମା ମାନେ ଭଗବାନଙ୍କ ସେବା ନ କରି ନ କରନ୍ତି, ହଁ, ସେମାନଙ୍କର କୌଣସି ଉତ୍ତମ ଯୋଗ୍ୟତା ନାହିଁ। ସପ୍ତମରେ କୁହାଯାଉଛି ଦୁରାତ୍ମା ମାନେ ଭଗବାନଙ୍କ ସେବା ନ କରନ୍ତି। ଯୋଉ ଦୁରାତ୍ମା ମାନେ ଭଗବାନଙ୍କର ସେବା ନ କରନ୍ତି, ସେମାନଙ୍କର କୌଣସି ଯୋଗ୍ୟତା ନାହିଁ। ଏହା ମଧ୍ୟ ଶ୍ରୀମଦ ଭାଗବତମ୍ କୁହାଯାଇଛି। ସାଧାରଣତଃ ଯେଉଁ ଭକ୍ତ ନବବିଧା ଭକ୍ତି ଯୋଗ କର୍ମ ବା ସେବାରେ ନିଯୁକ୍ତ, ସେ ତା ହୃଦୟ ଜମିଥିବା ଭୌତିକ ଦୋଷ ବା ମଇଳା ସଫା କରିବାରେ ବ୍ୟସ୍ତ। ଭକ୍ତି ଯୋଗ କରିବା ମାନେ କଣ? ସେ ଅନାଦି କାଳରୁ ଆମର ହୃଦୟରେ ଯେ ହିମାଳୟ ପାହାଡ ପ୍ରମାଣର ଯୋଉ ପାହାଡ ଭଳିଆ ଯୋଉ ସବୁ ମଇଳା ରହିଛି, ବିଷୟ ବାସନା ରୂପକ ମଇଳା ରହିଛି, ସବୁ ଆସ୍ତେ ଆସ୍ତେ ପରିଷ୍କାର ହଉଛି, ଆସ୍ତେ ଆସ୍ତେ ପରିଷ୍କାର ହଉଛି। ସେ ଭଗବାନଙ୍କୁ ତା ହୃଦୟରେ ବସଉଛି। ବିଶ୍ୱ ବାସନରେ ମଇଳା ହେଇଥିବା ଜାଗାରେ ତ ଭଗବାନ ବସିବେ ନାହିଁ। ବିଶ୍ୱ ବାସନରେ ମୁକ୍ତ ହେଲେ, ପରିଷ୍କାର ହେଲେ, ହୃଦୟରେ ଭଗବାନ, ହଁ, ବସବାସ କରିବେ। ଫଳରେ ସମସ୍ତ ପାପ କର୍ମର ପ୍ରତିକ୍ରିୟା ସ୍ୱାଭାବିକ ରୂପରେ ଧୋଇ ହୋଇଯିବ। ସର୍ବଦା ଭଗବାନଙ୍କୁ ଚିନ୍ତା କରିବା ଦ୍ୱାରା ସେ ବିଶୁଦ୍ଧ ତଥା ପ୍ରାକୃତିକ ହୋଇଯାଏ। ହଁ, ପ୍ରାକୃତିକ କଣ ବୁଝିପାରିଲ? ବେଦବାଣୀ ଅନୁଯାୟୀ ଯଦି କେହି ଉଚ୍ଚ ସ୍ଥିତିରୁ ତଳକୁ ଖସି ଆସେ, ତେବେ କେତେକ ବ୍ରତ ବିଧି ପାଳନ ନ କରି ବା ତପସ୍ୟା ପାଳନ କରିଅଛ, କେତେକ ବ୍ରତ ବିଧି ପାଳନ କରି ବା ତପସ୍ୟା କରି ନିଜକୁ ବିଶୁଦ୍ଧ କରିବାକୁ ପଡିବ। କିନ୍ତୁ ଏଠାରେ ଏ ପ୍ରକାର ସର୍ତ୍ତ ନାହିଁ। କର୍ମକାଣ୍ଡୀ ମାନେ କିଛି ଯଦି ଖରାପ କର୍ମ କଲେ, ତାର ପ୍ରାୟଶ୍ଚିତ ରହିଛି। କୋଉ ପାପ କରିଲେ, କୋଉ ବ୍ରତ କରିବ, କୋଉ ବିଧି ପାଳନ କରିବ, କିଭଳିଆ ତପସ୍ୟା କରିବ, ହେଲେ ସେଇ ପାପରୁ ମୁକ୍ତ ହେଇଯିବ। ଆଉ ଜ୍ଞାନୀ ମାନେ, ତାଙ୍କର ପତନ ହେଇଗଲେ ମାନେ ଶେଷ, ହଁ, ତାଙ୍କର କିଛି ଆଶା ନାହିଁ। କିନ୍ତୁ ଭକ୍ତ ମାନଙ୍କ କ୍ଷେତ୍ରରେ ଏଇଭଳିଆ ଦେଖାଯାଏ। ଏଠାରେ ସେ ପ୍ରକାର ସର୍ତ୍ତ ନାହିଁ, କାରଣ ଭକ୍ତ ସର୍ବଦା ପରମ ପୁରୁଷ ଭଗବାନଙ୍କୁ ସ୍ମରଣ କରୁଥିବାରୁ ବିଶୁଦ୍ଧିକରଣ କ୍ରିୟା ବରାବର ତାର ହୃଦୟରେ ସଂଗଠିତ ହୋଇଛି। ସବୁବେଳେ ହୃଦୟ ପରିଷ୍କାର ଚାଲିଛି, ତାକୁ ଅଲଗା କରି ପ୍ରାୟଶ୍ଚିତ କରିବାକୁ ପଡିବ, ତପସ୍ୟା ବ୍ରତ ବିଧି କରିବାକୁ ପଡିବ। ସେ ଭକ୍ତି ହିଁ କରିବ, ଭକ୍ତି କରିବ। ତା ବ୍ରତ ବିଧି ତପସ୍ୟା ଯାହା କିଛି ହଉ, ସେ ଭକ୍ତି ପାଇଁ କରିବ। ବୁଝିପାରିଲ? ସେ ତ କିଛି ସମସ୍ୟାର ସମ୍ମୁଖୀନ ହେଲା, ଠିକ ଯୋଉ ପ୍ରତିଦିନ ସାଧୁସଙ୍ଗ କରିବି, ପ୍ରତିଦିନ କ୍ଲାସ ଶୁଣିବି, ପ୍ରତିଦିନ ମଙ୍ଗଳ ଆରତି କରିବି, ପ୍ରତିଦିନ ଜପ କରିବି, ଏକାଦଶୀ ବ୍ରତ, ନିର୍ଜଳା ଏକାଦଶୀ ବ୍ରତ କରିବି, ଯାଇ ହଉ କିଛି ବ୍ରତ ସେ କରିବ, କିନ୍ତୁ ଭକ୍ତି ସମ୍ପର୍କିତ ବ୍ରତ କରିବ। ଭକ୍ତି କଲେ, ଭକ୍ତି ଭିତରେ ତ ତପସ୍ୟା ରହିଛି, ଭକ୍ତି ଭିତରେ ତ ବ୍ରତ ରହିଛି, ଭକ୍ତି ଭିତରେ ବିଧି ବିଧାନ ରହିଛି, ନାକି? ସେଇ ଭାବେ ତା ହୃଦୟ ସବୁବେଳେ ପରିଷ୍କାର ହଉଛି ନା। ତେଣୁ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। କୀର୍ତ୍ତନ ଅଖଣ୍ଡ ଭାବରେ ଚାଲି ରହିବା ଉଚିତ। ସବୁବେଳେ ଭଗବାନଙ୍କର ନାମ କୀର୍ତ୍ତନ କରିବା, ଏହା ଭକ୍ତକୁ ସମସ୍ତ ପ୍ରକାର ଆକସ୍ମିକ ପତନରୁ ରକ୍ଷା କରିବ। ଏହି ପ୍ରକାର ସେ ଚିରନ୍ତନ ଭାବରେ ସମସ୍ତ ପ୍ରକାର ଭୌତିକ ଦୋଷରୁ ମୁକ୍ତ ହବ। ଭକ୍ତ ସବୁବେଳେ ଭଗବାନଙ୍କ ନାମ କୀର୍ତ୍ତନ କରେ, ଭଗବାନ କଥା ଶ୍ରବଣ କରେ, ଭଗବାନଙ୍କ ବାଣୀ ପ୍ରଚାର କରେ, ସାଧୁ ସଙ୍ଗରେ ରହେ, ହଁ, ନୀତି ନିୟମକୁ ଠିକ ପାଳନ କରେ, ତାହେଲେ ଆସ୍ତେ ଆସ୍ତେ କଣ ହବ, ତାର ଆଉ ଭକ୍ତି ଜୀବନ ପତନ ହବ। ତାପରେ ସେ କଥା ପୁଣି ଗୁରୁତ୍ୱ ଦେଇ କହୁଛନ୍ତି ଯେ ଆମର ଭକ୍ତ କୋଉମାନେ ହେଇପାରିବେ? ଯେ ଯେତେ ପତିତ ହେଲେ ବି ମୋର ଭକ୍ତ ହବାର ଅଧିକାର ଅଛି ତାର। କର୍ମକାଣ୍ଡ ପାଇଁ ଯୋଗ୍ୟତା ଦରକାର, ଜ୍ଞାନ ଅନୁଶୀଳନ ପାଇଁ ଯୋଗ୍ୟତା ଦରକାର, ଧ୍ୟାନ ପାଇଁ ଯୋଗ୍ୟତା ଦରକାର, କିନ୍ତୁ ଭକ୍ତି ପାଇଁ କୌଣସି ଯୋଗ୍ୟତା ଦରକାର ନାହିଁ।
माम ही पार्थ व्यपाश्रित्य जेऽपि पापजनयः स्त्रिय वैश्य तथा शूद्र तेपि जानती परांगति। এটি বলা আছে, কোয়া হচ্ছে যে মাম হি পার্থ ব্যপাশ্রিত্য যে পিছু পাপজনয় স্ত্রিয় বৈশ্যস্তথা শূদ্রস্তেপি জানতি পরাম গতিম। মাম হি পার্থ ব্যপাশ্রিত্য যে পিছু পাপজনয় স্ত্রিয় বৈশ্যস্তথা শূদ্রস্তেপি জানতি পরাম গতি। हे पिता पुत्र अर्जुन, माम ही व्यपाश्रित आश्रित व्यपाश्रित विशेष भाव आश्रित ମାମ୍ ହି ପାର୍ଥ ବ୍ୟପାଶ୍ରିତ ଯେ ମୋର ବିଶେଷ ଭାବରେ ଆଶ୍ରୟ ଗ୍ରହଣ କରିଛି। ଯେ ଅପି ଇସ୍ୟୁ ପାପ ଜନାଏ ସେ ପାପ ଜନିରେ ପରିବାରରେ ନିଚ ପରିବାରରେ ଜନ୍ମ ହେଲେ ବି ସେମାନେ ନିଚ କୂଳରେ ଜନ୍ମ ହେଲେ ବି ମାନେ ସ୍ତ୍ରୀ ହୁଅନ୍ତୁ ବୈଶ୍ୟ ହୁଅନ୍ତୁ ଶୂଦ୍ର ହୁଅନ୍ତୁ ଏମାନେ ସମସ୍ତେ ପରମ ଗତିକୁ ଲାଭ କରିବେ। ଏ ସ୍ତ୍ରୀ ବୈଶ୍ୟ ଶୂଦ୍ରତା କାହିଁ ବର୍ଣ୍ଣନା କରାହବ? ମାନେ ସ୍ତ୍ରୀ ବୈଶ୍ୟ ଶୂଦ୍ରଙ୍କର ଜ୍ଞାନରେ ଅଧିକାର ନାହିଁ। ଧ୍ୟାନରେ ଜଙ୍ଗଲକୁ ଯାଇକି ମାନେ ଧ୍ୟାନ କରିବେ ସେଇ ତାଙ୍କ ପାଇଁ କି ସେଇଟା ଉଦ୍ଦିଷ୍ଟ ନୁହଁ। ହଁ, କିନ୍ତୁ ଭକ୍ତି ସମସ୍ତ ପାଇଁ ଉଦ୍ଦିଷ୍ଟ, ଯେକୌଣସି ଲୋକ ଭକ୍ତି କରିବ। ତ ଏ ତାତ୍ପର୍ଯ୍ୟ ଆମେ ଆଗାମୀକାଲ କି ଶ୍ରବଣ କରିବା। ଠିକ ଅଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। हरे कृष्ण